ହୋଟେଲରେ କିଭଳି ଭାବରେ ପ୍ରସ୍ତୁତ ହୁଏ ବନ୍ଧାକୋବି ତରକାରୀ ଜାଣିବାକୁ ଚାହାନ୍ତି କି? ତେବେ ଚାଲନ୍ତୁ ଭିଡ଼ିଓକୁ ବିନା ସ୍କିପ୍ କରି ଫୁଲି ୱାଚ୍ କରନ୍ତୁ। ତ ଆଜି ମୁଁ ଆପଣମାନଙ୍କ ପାଇଁ ନେଇ ଆସିଛି ହୋଟେଲରୁ ବନ୍ଧାକୋବି ତରକାରୀର ଭିଡ଼ିଓ, ଯେଉଁଥିରେ କି ଆମେ ଗୋଟେ ପ୍ରେସର କୁକର୍ ନେବା, ସେଥିରେ କିଛି ତେଲ ପରେ ଜିରା, ତାପରେ କିଛି ତେଜପତ୍ର ଦେଇଦେବା, ତାପରେ ଆମେ ଏଥିରେ ଗୋଟେ ପେଷ୍ଟ ଦେବା, ଯେଉଁଥିରେ କି ଯାଇଛି ଧନିଆ, ପିଆଜ, ଅଦା, ରସୁଣ, କଞ୍ଚା ଲଙ୍କା ଆଉ ତା ସହିତ କିଛି ଅଳେଇଚ। ଏସବୁକୁ ଭଲ ଭାବରେ ଆମେ କ'ଣ କରିବା, କଷି ନେବା। କଷି ସାରିବା ପରେ ଏବେ ଆମେ କ'ଣ କରିବା, ଏଥିରେ ଦେଇଦେବା କିଛି ଲଙ୍କା ଗୁଣ୍ଡ। ଆପଣ ଲଙ୍କା ଗୁଣ୍ଡ ଆପଣଙ୍କ ଟେଷ୍ଟ ଆକର୍ଡ଼ିଂ ଏଥିରେ ପକାନ୍ତୁ। ତାପରେ ଏଥିରେ କିଛି କଟା ହୋଇ ରଖିଥିବା ଟମାଟୋକୁ ଦେଇଦେବା। ଆଉ ଟମାଟୋକୁ ଦେଇସାରିବା ପରେ ଏବେ ଆମେ ଏସବୁକୁ ଭଲ ଭାବରେ ମିକ୍ସ କରିନେବା। ସ୍ୱାଦ ଅନୁସାରେ ଲୁଣ ଦେଇଦେବା। ତାପରେ ଅଳ୍ପ ଟିକେ ଟମାଟୋ ଉପରେ ଲୁଣ ଦେଲେ ଟମାଟୋ ବହୁତ ଜଲ୍ଦି ସଫ୍ଟ ହେଇଯାଇଥାଏ। ତାପରେ ଅଳ୍ପ ଟିକେ ପାଣି ଦେଇଦେବା, ତାକି ମସଲାଟା ପାଣିରେ ମାନେ ପାଣି ପଡ଼ିଲେ ମସଲାଟା ଆଉ ତଳେ ଲାଗିବନି। ତ ଏବେ ଏଠି ଆମେ ଏସବୁ ଦେଇସାରିବା ପରେ କିଛି କସ୍ତୁରୀ ମେଥିକୁ ଏଥିରେ ଆଡ଼୍ କରିବା। ବହୁତ ଭଲ ବାସ୍ନା ଆସିବ ଆଉ ବହୁତ ବଢ଼ିଆ ଫ୍ଲେଭର୍ ଆସିବ। ତାପରେ ଏଥିରେ ଆମେ ଦେଇଦେବା କିଛି ମସଲା ଗୁଣ୍ଡ। ତ ଏଥିରେ କରି ପାଉଡ଼ରକୁ ୟୁଜ୍ କରାହେଇଛି। ଆପଣ ଚାହିଁଲେ ଚିକେନ୍ ମସଲା କିମ୍ବା ମଟନ୍ ମସଲା ବି ୟୁଜ୍ କରିପାରିବେ। ତ ଏଠି ଦେଖିପାରୁଥିବେ ତେଲ ଯେହେତୁ ଟିକେ ଅଧିକା ଥିଲା, ସେଇଥିପାଇଁ ତରକାରୀର କଲର୍ ବହୁତ ହି ବଢ଼ିଆ ଆସୁଛି। ଆଉ ତାପରେ ଏଥିରେ ଆମେ ଗୋଟେ ସିକ୍ରେଟ୍ ଜିନିଷ ଦେଇଦେବା, ଯେଉଁଟାକି ହେଲା ହେଙ୍ଗୁ। ଆପଣ ହେଙ୍ଗୁ ଯେଉଁଥିରେ ବି ଦେବେ ତା'ର ସ୍ୱାଦ ଦ୍ୱିଗୁଣ ହେଇଯାଇଥାଏ। ଥରେ ଆପଣ ଏହି ଉପାୟରେ ବନ୍ଧାକୋବି ବନେଇ କରି ଦେଖନ୍ତୁ। ତାପରେ ଆପଣଙ୍କୁ ଭିଡ଼ିଓଟା କେମିତି ଲାଗିଲା ମୋତେ ନିହାତି ଭାବରେ ବି ଜଣାନ୍ତୁ। ଆଉ ଆପଣଙ୍କ ରେସିପି କେମିତି ଲାଗିଲା ମୋତେ କମେଣ୍ଟ ସେକ୍ସନରେ କମେଣ୍ଟ କରିବାକୁ ଜମାରୁ ବି ଭୁଲନ୍ତୁନି। ଫ୍ରୋଜେନ୍ ମଟର ଏଥିରେ ପକାଇଦେବା। ତାପରେ ଏଥିରେ ପକାଇଦେବା କିଛି ଗଜା ବୁଟ, ସୋଲା ବୁଟ ଆଉ ତାପରେ ନର୍ମାଲ୍ ବୁଟ ଡାଲି ଅଳ୍ପ କିଛି ପକାଇ ସାରିବା ପରେ ଭଲ ଭାବରେ ଆମେ ତାକୁ ମିକ୍ସ କରିନେବା। ମନେ ରଖିଥିବେ ଏସବୁକୁ ଆପଣ ସିଝେଇକି ନେବେ, ଯେମିତିକି ଗଜାମୁଗ, ସୋଲା ବୁଟ ଏସବୁକୁ ସିଝେଇ ନେଇଥିବେ। ଆଉ ଫ୍ରୋଜେନ୍ ମଟର ତ ଏମିତିରେ ବି ସିଝିଯିବ। ତ ତାପରେ ଆମେ ଦେଇଦେବା କଟା ହୋଇ ରଖିଥିବା ଆଳୁ ଆଉ ଫୁଲକୋବି। ତ ଏଠି ଦେଖିପାରୁଥିବେ ଆଳୁ ପଡ଼ୁଛି ଆଉ ତା ସହିତ ଫୁଲକୋବି ବି ପଡ଼ୁଛି। ତ ତାପରେ ୟାକୁ ଭଲ ଭାବରେ ସବୁକୁ ମିକ୍ସ କରିବା ପୂର୍ବରୁ ଏଥିରେ ଦେଇଦେବା ଆମେ ହଳଦୀ ଗୁଣ୍ଡ। ହଳଦୀ ଗୁଣ୍ଡଟାକୁ ପଛରେ ପକା ହେଲା, କାହିଁକିନା ପ୍ରଥମେ ଆମେ ଯଦି ଲଙ୍କା ଗୁଣ୍ଡଟା ଦେଉଛେ ତାହେଲେ ତା'ର କଲର୍ଟା ବଢ଼ିଆ ଆସେ ତରକାରୀର, ଯେତେବେଳେ ତେଲରେ ଲଙ୍କା ଗୁଣ୍ଡଟା ପଡ଼େ। ଆଉ ତ ସେଥିପାଇଁ ପଛରେ ହଳଦୀ ଗୁଣ୍ଡ ଅଳ୍ପ ଟିକେ ପକା ହେଲା ଆଉ ତାପରେ ତାକୁ ଭଲ ଭାବରେ ମିକ୍ସ କରାଗଲା। ତ କହି ରଖିବି ଆଜିର ଭିଡ଼ିଓଟି ଯଦି ଆପଣମାନଙ୍କୁ ପସନ୍ଦ ଆସୁଛି ତେବେ ଚ୍ୟାନେଲଟିକୁ ନିହାତି ଭାବରେ ସବସ୍କ୍ରାଇବ୍ କରନ୍ତୁ। କୋବିରୁ ପାଣି ବାହାରିଥାଏ, ସେଥିପାଇଁ ସେଥିରେ ବାସ୍ ଟିକେ ତଳୁ ନ ଲାଗିବା ପାଇଁ ଅଳ୍ପ ଟିକେ ଜଷ୍ଟ ସ୍ଲାଇଡ଼ଲି ଟିକେ ପାଣି ଦିଆ ହେଇକି ପ୍ରେସର କୁକର୍ରେ ତାକୁ ସିଟି ମରା ହେଇଯିବ। ଆପଣ ଚାହିଁଲେ ତାକୁ ଖୋଲା କଡ଼େଇରେ ବି କରିପାରନ୍ତି। ତ ଏଠି ଦେଖିପାରୁଥିବେ ବର୍ତ୍ତମାନ ଆମର ଏଠି ବନ୍ଧାକୋବି ରେଡ଼ି। ତ ମୁଁ ଆପଣଙ୍କୁ ଦେଖେଇଲା ବେଳକୁ ଏଥିରୁ ଅଧା ଖାଲି ହେଇଗଲାଣି, କାହିଁକିନା କଷ୍ଟମର ଆସିକି ଖାଉଥିଲେ। ତ ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ନିହାତି ଭାବରେ ପସନ୍ଦ ଆସିଥିବ। ପସନ୍ଦ ଆସିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ, ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିବେ, ତାକି ମୋର ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣମାନଙ୍କ ପାଖରେ ପହଞ୍ଚି ପାରିବ। ତ ଆଜି ପାଇଁ ଏତିକି, ବିଦାୟ ଦିଅନ୍ତୁ। ରହିଲି, ନମସ୍କାର, ଜୟ ଜଗନ୍ନାଥ।